ମୁଁ ଯେକୌଣସି ଭକ୍ତଙ୍କ ତପସ୍ୟା ପ୍ରସନ୍ନ ହୋଇଥାଏ ତାଙ୍କୁ ବରଦାନ ଅବଶ୍ୟ ଦେଇଥାଏ। ବରଦାନ ଉଚିତ କିମ୍ବା ଅନୁଚିତ ଏହାର ଚୟନ ତ ଭକ୍ତ କରିବା କଥା ସତୀ। ଏହି ଭକ୍ତି ବି ଦୁଇ ପ୍ରକାରର ହୋଇଥାଏ ସତୀ। ନିଷ୍କାମ ଭକ୍ତି ଅର୍ଥାତ୍ କିଛି ନ ପାଇବାର ଆଶାରେ କରାଯାଉଥିବା ଭକ୍ତି, ଆଉ ସକାମ ଭକ୍ତି ଅର୍ଥାତ୍ କିଛି ପାଇବା ଆଶାରେ କରାଯାଉଥିବା ଭକ୍ତି। ମୁଁ ଯେକୌଣସି ଭକ୍ତଙ୍କ ତପସ୍ୟା ପ୍ରସନ୍ନ ହୋଇଥାଏ ତାଙ୍କୁ ବରଦାନ ଅବଶ୍ୟ ଦେଇଥାଏ। ବରଦାନ ଉଚିତ କିମ୍ବା ଅନୁଚିତ ଏହାର ଚୟନ ତ ଭକ୍ତ କରିବା କଥା ସତୀ। ଏହି ଭକ୍ତି ବି ଦୁଇ ପ୍ରକାରର ହୋଇଥାଏ ସତୀ। ନିଷ୍କାମ ଭକ୍ତି ଅର୍ଥାତ୍ କିଛି ନ ପାଇବାର ଆଶାରେ କରାଯାଉଥିବା ଭକ୍ତି, ଆଉ ସକାମ ଭକ୍ତି ଅର୍ଥାତ୍ କିଛି ପାଇବା ଆଶାରେ କରାଯାଉଥିବା ଭକ୍ତି।